जब देखो आम कौन देखा इंडिया पाकिस्तान रिलेशनशिप विषय देखा रिलेशनशिप माने कौन जे हमर इंडिया और पाकिस्तान संपर्क किभଳି भाବରେ ଅଛି ଭଲ ଅଛି ନା ଖରାପ ଅଛି ଏଟା ଆମେ କହୁଛେ ଏଟା ଆମେ କହୁଛେ ଭାରତର ପଡୋଶୀ ରାଷ୍ଟ୍ର ମାନଙ୍କ ସହିତ ସମ୍ପର୍କ କିପରି ଭାବରେ ଏ ବିଷୟରେ କଣ ଆମର ଗୋଟେ ପାଠ ଅଛି ମେଟ୍ରିକ ରେ ମଧ୍ୟ ଅଛି ଆଉ ପ୍ଲସ 2 ରେ ମଧ୍ୟ ଏହା ବିଷୟରେ କଣ ଦେଖିବା ପାଇଁ ମିଳିଥାଏ ଆଉ ଆପଣ ଆଇଆର ଯଦି ମାନେ इंटरनेशनल रिलेशनशिप विषय ଯଦି ଆପଣ ପଢୁଛନ୍ତି ବେଲେ ଏଟା ଆପଣ କହते ଜାଣିବା ଦରକାର ଯେ ଆମର ପଡୋଶୀ ମାନେ ଆମ ସହିତ କିଭଳି ଭାବରେ ବ୍ୟବହାର ସେମାନେ କରୁଛନ୍ତି ଭଲ ବ୍ୟବହାର ଅଛି ନା ଆମର କଣ ଖରାପ ବ୍ୟବହାର ଅଛି ସେ ବିଷୟରେ ଆମେ ଦେଖିବା ତା ପୂର୍ବରୁ ଆମେ ଦେଖିବାକୁ ପଡିବ ଯେ ଭାରତର ପଡୋଶୀ ରାଷ୍ଟ୍ର କେତୋଟି ଅଛି ଦେଖନ୍ତୁ ଏଟା ମୁଁ ଆପଣଙ୍କୁ ବାରମ୍ବାର କହିଛି ଯେ ଭାରତର ପଡୋଶୀ ରାଷ୍ଟ୍ର କେତେଟା ଅଛି ଯେ 9ଟି ପଡୋଶୀ ରାଷ୍ଟ୍ର ଅଛି ସେଥିମଧ୍ୟରୁ ଆମର କଣ ଯେ 7ଟି ଆମର ସ୍ଥଳ ସୀମାକୁ ଲାଗିକି ଅଛି କେଉଁ ସୀମାକୁ ସ୍ଥଳ ସୀମାକୁ ଲାଗିକି ଅଛି ଆପଣ ମାନଚିତ୍ରରେ ମଧ୍ୟ ଲୋକେସନ ଦେଖଉଛି ମଧ୍ୟ ବାରମ୍ବାର ଦେଖନ୍ତୁ ଯେପରି ଭାବରେ ଆମେ ଏଇଟା ଆମର ହେଲା ଭାରତ ହେଲା ହେଲେ ଆପଣ ସମାନ ଦିଗାର ବିୟତ କରୁଥିବା ରେଖାକୁ ଆମେ କଣ କହିଲେ ଆମେ କହିଲେ କର୍କଟ ଗାନ୍ଧୀ ବୋଲି କହୁଛନ୍ତି ହେଲେ କର୍କଟ ଗାନ୍ଧୀ ଉପରକୁ ଆମେ ଉତ୍ତର ବୋଲି କହୁଛନ୍ତି ଭାରତର ଉପରକୁ ଉତ୍ତର ଏବଂ ତଳକୁ ଆମେ କଣ କହୁଛନ୍ତି ଦକ୍ଷିଣ ଏଇଟା ଆମେ କଣ କହୁଛନ୍ତି ଯେ ପୂର୍ବ ଏଇଟା ଆମେ କଣ କହୁଛନ୍ତି ପଶ୍ଚିମ ମାନେ ଉତ୍ତର ପଶ୍ଚିମଗାମୀ ଆମର ଦୁଇଟି ପଡୋଶୀ ଦେଶ ଅଛନ୍ତି ଗୋଟେ ହେଲା ଆମର କଣ ଯେ ପାକିସ୍ତାନ ଗୋଟେ ହେଲା ଆମର କଣ ଯେ ପାକିସ୍ତାନ ଯାହାକି ଆଜି ଆମେ ତା ବିଷୟରେ ପଢିବା ଗୋଟେ ହେଲା ପାକିସ୍ତାନ ଆଉ ଗୋଟେ ଆମର କଣ ଯେ ଏଠି ହାଲକା ଟିକେ ଲାଗୁଛି ଆମର କଣ ଯେ ସ୍ଥଳ ସୀମାକୁ ଲାଗୁଛି ଆମର କଣ ଯେ ଲଦାଖ ଏରିଆକୁ ବର୍ତ୍ତମାନ ଲଦାଖ ଏରିଆକୁ ହିଁ ଲାଗୁଛି ସେଠି ଆମର ଗୋଟେ ଅଛି କଣ ଯେ ଯାର ନାଁ ହେଲା କଣ ଯେ ଆମର ଆଫଗାନିସ୍ତାନ କଣ ଅଛି ଆଫଗାନିସ୍ତାନ ତାପରେ ଯେତେବେଳେ ଆମେ କଣ ଯେ ଭାରତର ଉତ୍ତର ଏବଂ ଉତ୍ତର ପୂର୍ବ ଯେତେବେଳେ ପଳେଇ ଆସିବା ଏଠି ଆମର 3ଟି ପଡୋଶୀ ରାଷ୍ଟ୍ର ଅଛନ୍ତି ଯେପରି ଆମର ଏଇ ଅଞ୍ଚଳରେ ଆମର କଣ ଅଛି ଯେ ନେପାଳ ଅଛି ଏଠି ଆମର କଣ ଅଛି ଯେ ଭୁଟାନ ଅଛି ଏଠି ଆମର କଣ ଅଛି ଭୁଟାନ ଆଉ ଏଠି ଆମର ପୁରା ଅଞ୍ଚଳ ଆମର କଣ ଯେ ଚାଇନା ଅଛି କି ଅଛି ଚାଇନା ଅଛି ତାପରେ ଏଠି ଆମର କି ଅଛି ଯେ ଏଠି ଆମର କି ଅଛି ଯେ ବାଂଲାଦେଶ ଏଠି ଆମର ବାଂଲାଦେଶ ଆଉ ଏକାନି ଆମର ଲାଗି ଅଛି କି ଯେ ମିଆଁମାର ସେ ଲାଗି ଅଛି ଏକାନି କି ଅଛି ମିଆଁମାର ଆମର କଣ ପୂର୍ବରେ ଆମର ଦେଖିବା ପାଇଁ ମିଳୁଛି ଯେତେବେଳେ ଆମେ ଦକ୍ଷିଣକୁ ଯିବା ବେଲେ ଏଠି ଆମର କି ଅଛି ଶ୍ରୀଲଙ୍କା ଅଛି ଆଉ ପୁରା ଭାରତ ମହାସାଗରରେ ଆମର କିଛି ଦ୍ୱୀପପୁଞ୍ଜ ଅଛି ଯୋଉଟାକୁ ଆମେ କଣ ବୁଝିଲି ମାଲଦୀପ ଆଉ ଆମର କଣ ଯେ ମାଲଦୀପ ଏପରି ଭାବରେ ଆମର କଣ ଅଛି ଯେ ପଡୋଶୀ ରାଷ୍ଟ୍ର ମାନେ ଅଛନ୍ତି এই ପଡୋଶୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ଆମର ସମ୍ପର୍କ ବା ଭାରତର ସମ୍ପର୍କ କିଭଳି ଅଛି ଦେଖନ୍ତୁ ଆଜି ଆମେ କେବଳ ପଢିବା କଣ ଯେ ପାକିସ୍ତାନ ସହ ଭାରତର ସମ୍ପର୍କ ଭଲ ଅଛି ନା ଖରାପ ଅଛି ଆପଣ ଜାଣିଥିବେ ଆମ ପୁଅ ସହିତ ଆମର କିଭଳି ଭାବରେ ସମ୍ପର୍କ ଅଛି ଦେଖନ୍ତୁ ଆମେ କହିପାରିବା ଯେ 1947 ମସିହା ଅଗଷ୍ଟ ମାସ ପୂର୍ବର କଥା ଯଦି ଆମେ କହିବା କଣ କହିବା ଯେ ପୂର୍ବେ ମାନେ କଣ ଯେ ସବୁ ଜାଗା ଆମର କଣ ଥିଲା ଭାରତର ହିଁ ଅଂଶ ବିଶେଷ ଥିଲା ବର୍ତ୍ତମାନ ଯୋଉଟା ଆମେ କହୁଛନ୍ତି ଯେ ଗୋଟେ ପାକିସ୍ତାନୀ ଇଏ ବି ମଧ୍ୟରେ ଆମର କଣ ଥିଲା ଯେ ଇଏ ବି ମଧ୍ୟରେ ଭାରତର ହିଁ ଅଂଶ ବିଶେଷ ଥିଲା କିନ୍ତୁ 1947 ଅଗଷ୍ଟ 14 ତାରିଖ ଦିନ ତାଙ୍କର ଡିମାଣ୍ଡ ଅନୁଯାୟୀ ମାନେ ମହମ୍ମଦ ଅଲି ଜିନ୍ନାଙ୍କ ଡିମାଣ୍ଡ ଅନୁଯାୟୀ କଣ ହେଇଥିଲା ଯେ ସ୍ୱତନ୍ତ୍ର ପାକିସ୍ତାନ ଗଠନ ହେଇଥିଲା ଏବଂ କୋଉଠି ଏଇଠି ଗୋଟେ ପାକିସ୍ତାନ ଗଠନ ହେଇଥିଲା ଆଉ ବର୍ତ୍ତମାନ ବାଂଲାଦେଶ ଆମେ କଣ ନାହାନ୍ତି ସେଟାକୁ ସେଇ ସମୟରେ ପୂର୍ବ ପାକିସ୍ତାନ ବୋଲି କୁହାଯାଉଥିଲା କଣ କୁହାଯାଉଥିଲା ପୂର୍ବ ପାକିସ୍ତାନ ହେଲେ ପାକିସ୍ତାନ କେତୋଟି ଜାଗାରେ ଥିଲା ପଶ୍ଚିମରେ ମଧ୍ୟ ଗୋଟେ ପାକିସ୍ତାନ ଥିଲା ଏବଂ ପୂର୍ବରେ ମଧ୍ୟ ଗୋଟେ ପାକିସ୍ତାନ ଥିଲା ପଶ୍ଚିମକୁ କଣ ଆମେ କହୁଥିଲେ ପଶ୍ଚିମ ପାକିସ୍ତାନ ପୂର୍ବକୁ କହୁଥିଲେ ପୂର୍ବ ପାକିସ୍ତାନ ହେଲେ ପାକିସ୍ତାନ ଆମର ଗଠନ ହେଇଥିଲା ପାକିସ୍ତାନ କେବେ ଗଠନ ହେଲା ଆପଣ କଣ କହିବେ 1947 ଅଗଷ୍ଟ 14 ତାରିଖ ଦିନ ପାକିସ୍ତାନ ଗଠନ ହେଲା ହେଲେ ଏହି ସମୟ ଆମର ତ ଗଠନ ହେଲା ପାକିସ୍ତାନ ତ ଆମର ଗଠନ ହେଇଗଲା ପାକିସ୍ତାନ ତ ନାଇଁ କି ଦାବିଟାକୁ ପ୍ରଥମେ ମହମ୍ମଦ ଅଲି ଜିନ୍ନା 1940 ମସିହାରେ ମାଗିଥିଲେ କେବେ ମାଗିଥିଲେ 1940 ମସିହାରେ ମହମ୍ମଦ ଅଲି ଜିନ୍ନା କଣ କରିଥିଲେ ଯେ ସ୍ୱତନ୍ତ୍ର ପାକିସ୍ତାନ ଗୋଟେ ଗଠନ କରିବାର ଦାବି ସେ ମାଗିଥିଲେ କିନ୍ତୁ ଯାହାକି ଫଳସ୍ୱରୂପ କଣ ହେଲା ଅଗଷ୍ଟ 14 1947 ମସିହାରେ ଇଂରେଜ ସରକାର ତାଙ୍କେ କଣ ମାନି ତାଙ୍କେ କଣ ଗୋଟେ ସ୍ୱତନ୍ତ୍ର ପାକିସ୍ତାନ ଗୋଟେ ଦେଇଦେଲେ ତାପରେ ଏଇଠି ଆମର ଜାମ୍ମୁ କାଶ୍ମୀର ନାହିଁ କି ଜାମ୍ମୁ କାଶ୍ମୀର ନେଇକିରି ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁବେଳେ କଣ ଯୁଦ୍ଧ ପରିସ୍ଥିତି ଦେଖିବା ପାଇଁ ବୋଲିକିରି ଦେଖିବା ପାଇଁ ମାନେ କଣ ଯେ ଯୁଦ୍ଧ ହେଇଛି ମଧ୍ୟ ହେଲା ହବ ଯେପରି ଭାବରେ ଆମେ କହିବା ଜାମ୍ମୁ ଏଣ୍ଡ କାଶ୍ମୀର ବର୍ତ୍ତମାନ ଯଦି ଆମର ହେଲା ଦିଟା ହେଲା ଲଦାଖ ଆଉ ଜାମ୍ମୁ କାଶ୍ମୀର ହେଲା କିନ୍ତୁ ମୁଁ ଆପଣଙ୍କୁ କଣ କହୁଛି ଯେ 1947 ମସିହାର ଘଟଣା ଷ୍ଟିଲ୍ ଟାଇମ୍ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କହୁଛି ଯେ ଭାରତ ଏବଂ ପାକିସ୍ତାନ ସମ୍ପର୍କ କିପରି ଅଛି ସବୁ ସମୟରେ ଜାମ୍ମୁ କାଶ୍ମୀରର ସମସ୍ୟାକୁ ନେଇକିରି ଭାରତ ଏବଂ ପାକିସ୍ତାନ ମଧ୍ୟରେ କଣ ଯୁଦ୍ଧ ଦେଖିବା ପାଇଁ ମିଳିଛି ସ୍ୱାଧୀନତା ଆମେ ହେଲେ 1947 ମସିହାରେ କଣ ହେଲା ଭାରତ ପାକିସ୍ତାନ ମଧ୍ୟରେ ପ୍ରଥମ ଯୁଦ୍ଧ ଦେଖିବା ପାଇଁ ମିଳିଥିଲା କଣ ଦେଖିବାକୁ ମିଳିଥିଲା ପ୍ରଥମ ଯୁଦ୍ଧ ଦେଖିବାକୁ ମିଳିଥିଲା
ତାପରେ ଦ୍ୱିତୀୟ ରାଉଣ୍ଡ ଆମର କଣ ହେଲା ଯେ ସେହି ପାକିସ୍ତାନ ଜାମ୍ମୁ କାଶ୍ମୀର ଏରିଆକୁ ଧରିକିରି ଏଇଟା ଆମର କଣ ଯେ ଜାମ୍ମୁ ଏଣ୍ଡ କାଶ୍ମୀର ଏରିଆକୁ ଧରିକିରି କଣ ହେଲା 1965 ମସିହାରେ ମଧ୍ୟରେ ସେକେଣ୍ଡ ଟାଇମ ପାଇଁ ମିଳି କଣ ଯୁଦ୍ଧ ଦେଖିବା ପାଇଁ ମିଳିକିରି ମିଳିଥିଲା। ଏଇଟା ଆମର କଣ ଯେ ଯୁଦ୍ଧ ଗୁଡିକ ମୁଁ ଆପଣଙ୍କୁ ତାପରେ ଥାର୍ଡ ଟାଇମ ପାଇଁ ମିଳିକିରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଦେଖିବା ମିଳିଥିଲା, କିନ୍ତୁ ଜାମ୍ମୁ କାଶ୍ମୀର ସମସ୍ୟା ନାହିଁ। ସେଟା ଆମର କେଉଁ ସମସ୍ୟା ଅଛି ବାଂଲାଦେଶ ସମସ୍ୟା ଦେଖିବା ମିଳିଥିଲା। କେବେ 1971 ମସିହାରେ ଥାର୍ଡ ଟାଇମ ପାଇଁ ଦେଖିବା ମିଳିଥିଲା, ଯୋଉଟା କି କାରଣ କଣ ଥିଲା ଯେ ବାଂଲାଦେଶ ଗଠନ ମାନେ ଶରଣାର୍ଥୀ ମାନେ ସେଇଠି କଣ ଯେ ବାଂଲାଦେଶ ଆମେ ଡିଟେଲ୍ସରେ ବୁଝିବା। ଆପଣ ଦେଖନ୍ତୁ କେତେଟା ଯୁଦ୍ଧ ଆମେ ଦେଖିବା ମିଳୁଛି। ତାପରେ 1999 ମସିହାରେ ଆମର କଣ ଫୋର୍ଥ ଟାଇମ ପାଇଁ ମିଳି କଣ ଦେଖିବା ମିଳିଥିଲା ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ଦେଖିବା ପାଇଁ ମିଳି। ହେଲେ ବର୍ତ୍ତମାନ ଆମେ କଣ ଯେ ଗୋଟେ ଗୋଟେ ଯୁଦ୍ଧକୁ ଆମେ କଣ ଯେ ଡିଟେଲ୍ସ ରେ ବୁଝିବା ଯେ କଣ ପାଇଁ ମିଳିକିରି ଆମର ଜାମ୍ମୁ କାଶ୍ମୀର ସମସ୍ୟା ନେଇକିରି ଆମର ଯୁଦ୍ଧ ଦେଖିବା ପାଇଁ ମିଳିଥିଲା। ଏହା ଦ୍ୱାରା ଆମେ ଡାଇରେକ୍ଟ ତାଙ୍କ ସହିତ କଣ କରୁଛନ୍ତି ଯୁଦ୍ଧ କରୁଛନ୍ତି, କିନ୍ତୁ ହେଲେ ବି ମଧ୍ୟ ସେ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଭାରତରେ କଣ ଅଶାନ୍ତି ପହଞ୍ଚାଇବା ପାଇଁ ମିଳି ଚେଷ୍ଟା ହିଁ ମଧ୍ୟ କରୁଛି। ହେଲେ ଆମେ ବର୍ତ୍ତମାନ ଦେଖବା ଯେ ଫାର୍ଷ୍ଟ ୱାର କଣ ଦେବା ଫାର୍ଷ୍ଟ ୱାର କେବେ ହେଇଥିଲା ଇଣ୍ଡିଆ ଭର୍ସେସ ପାକିସ୍ତାନ କେବେ ହେଇଥିଲା ଫାର୍ଷ୍ଟ ୱାର ଆମେ କେବେ ହେଇଥିଲା ଯେ 1947 ଓ 48 ମସିହାରେ କଣ ହେଇଥିଲା ଫାର୍ଷ୍ଟ ୱାର ହେଇଥିଲା। ମୁଁ ଆପଣଙ୍କୁ ଯେପରି ଭାବରେ ବୁଝୁଛି ଆପଣ ବୁଝନ୍ତୁ ଏବଂ ଏହାକୁ କଣ ଯେ ଲେଖିବା ପାଇଁ ବୋଲି ଚେଷ୍ଟା କରିବେ, ତେବେ ଯାଇକି ଆପଣ କଣ ଯେ ଜାଣିପାରିବେ। ତାହେଲେ ଦେଖନ୍ତୁ 1947 48 ରେ କଣ କାରଣ ଥିଲା କଣ ରିଜନ କଣ ପାଇଁ ଯେ ଯୁଦ୍ଧ ହେଲା ଆମର ରିଜନ କଣ ଅଛି ଯୁଦ୍ଧ ହେଲା ଦେଖନ୍ତୁ ସାଙ୍ଗେ ସାଙ୍ଗେ କଣ ହେଇଥିଲା ଯେ 1947 ଅଗଷ୍ଟ 14 ରେ କଣ ହେଲା ସେ ସ୍ୱାଧୀନତା ହେଲା। ସିଏ ଚାହୁଁଥିଲା ଯେ ଯେହେତୁ ଜାମ୍ମୁ କାଶ୍ମୀର ବିଷୟ ତ ମୁଁ ଆପଣଙ୍କୁ ଅଲରେଡି କଣ ଅଛି ତାର ହିଷ୍ଟ୍ରି ବିଷୟରେ କହିଛି ଯେ ସେ ଆମ ସହିତ କିଭଳି ଭାବରେ ମିଶିଥିଲା। ଜାମ୍ମୁ କାଶ୍ମୀର କଣ ଥିଲା ଯେ ଜାମ୍ମୁ କାଶ୍ମୀର ରାଜା ଥିଲେ କଣ ଯେ ହିନ୍ଦୁ ରାଜା ଥିଲେ କଣ ହିନ୍ଦୁ ଯାହାର ନାଁ ହେଲା କଣ ଯେ ହରି ସିଂ କଣ ଥିଲେ ହରି ସିଂ ଏବଂ ସେ ଯୋଉ ପ୍ରଜା ନଥିଲେ କି ପ୍ରଜା ମାନେ ଜନତା ଥିଲେ କଣ ଯେ ଜନତା ଥିଲେ ମୁସଲମାନ ହେଲେ ରାଜା ହରି ସିଂ କଣ କଲେ ଯେ ଭାରତ ସହିତ କଣ ଯେ ସ୍ୱୀକାର ପତ୍ରରେ ସ୍ୱାକ୍ଷର କରିଦେଲେ ଏବଂ ଭାରତ ସହିତ ଜାମ୍ମୁ କାଶ୍ମୀରକୁ ମିଶେଇ ଦେଲେ, କିନ୍ତୁ ଏହା ସହ୍ୟ କରିପାରିଲାନି କିଏ ପାକିସ୍ତାନ ଏ କନ୍ଧମାଳ ସହ୍ୟ କରିପାରିଲାନି। ସେ କଣ କହିଲା ଯେ ପାକିସ୍ତାନ ମାନେ ମୁସଲମାନ ମାନେ ଯୋଉଠି ଅଛନ୍ତି ବିଶ୍ୱର ସବୁ ଯାକ ପାକିସ୍ତାନ ଅଟେ, ଯେପରି ଭାବରେ ନିଜେ ତାକୁ ଜନ୍ମ କରି ଜାଣିଥିଲା ସେ କହିଲା। ଯାହା ଫଳରେ କଣ ଯେ ଜାମ୍ମୁ କାଶ୍ମୀର ଭାରତ ସହିତ ମିଶ୍ରଣକୁ ଧରିକି କଣ ହେଇଥିଲା ପ୍ରଥମ ଥର ପାଇଁ ମିଳିକିରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଦେଖିବା ପାଇଁ ମିଳିଥିଲା ଏବଂ କଣ ଆମ ସମ୍ପର୍କ କଣ ହେଇଥିଲା ତିକ୍ତତା ବଢିବା ପାଇଁ ବୋଲି ଲାଗିଥିଲା। ଏଠି ୱିନ୍ କିଏ କରିଥିଲା ମାନେ ଜିତିଥିଲା କିଏ ଜିତିବ କହିଲ ଇଣ୍ଡିଆ ହିଁ ଜିତିଥିଲା, ବୁଝିଲା ନା ନାଇଁ ଇଣ୍ଡିଆ ଜିତିଥିଲା। ହେଲେ ପ୍ରଥମ ଆମର କଣ ହେଲା ଯୁଦ୍ଧ ଆମର ହେଇଗଲା କଣ ଇଣ୍ଡିଆ ପାକିସ୍ତାନ ମଧ୍ୟରେ ଜନ୍ମ ହଉ ଆଗେ ସେ ଆମେ କନ୍ଧମାଳ କଣ ବାବା ବୁଆ ହେଇକି ବାଡେଇଲା। ତାପରେ ଆମର କଣ ହେଲା ଯେ ସେକେଣ୍ଡ ଟାଇମ ପାଇଁ ମିଳି ଯୁଦ୍ଧ ହେଇଥିଲା କେବେ ସେକେଣ୍ଡ ଟାଇମ ପାଇଁ ମିଳି ଯୁଦ୍ଧ ହେଇଥିଲା କେବେ ଯେ 1965 କଣ ହେଲା ବଦଲା ନେବି କାହାର ବଦଲା ନେବି 1947 ମସିହା ଯୁଦ୍ଧରେ ମୁଁ ପରାସ୍ତ ହେଇଛି ମୋ ବାବାରୁ ମୁଁ ବଦଲା ନେବି କେବେ ହେଲା ଆମର ପାକିସ୍ତାନ କହିଲା କଣ କହିଲା ଯେ ମୁଁ ବାବାଠୁ ବଦଲା ନେବି ବଦଲା ନାଇଁ ବୋଲି କଣ କଲା 1965 ମସିହାରେ ଭାରତକୁ କଣ କଲା ଆଟାକ କଲା। ଆପଣ କହିଲେ ଆଟାକ କଲା ହେଲେ 1965 କିଅଣ ପାଇଁ ଆଟାକ କଲା ଦେଖନ୍ତୁ ଏହା ପୂର୍ବରେ ଯେତେବେଳେ ଆମେ ପଢିବା କଣ ଯେ ଇଣ୍ଡିଆ ଚାଇନା ୱାର କରିବା ଇଣ୍ଡିଆ ଚାଇନା ୱାର ଆମେ କେବେ ହେଇଥିଲା ଯେ 1962 ମସିହାରେ କଣ ହେଇଥିଲା ଇଣ୍ଡିଆ ଆଉ ଚାଇନା ମଧ୍ୟରେ କଣ ହେଇଥିଲା ଯେ ଇଣ୍ଡିଆ ଚାଇନା ମଧ୍ୟରେ ଯୁଦ୍ଧ ବି ମଧ୍ୟ ହେଲେ ହୋଇଥିଲା। ସେଟା କଣ ପାଇଁ ହେଇଥିଲା ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ପଢିବା ଇଣ୍ଡିଆ ଚାଇନା ୱାର ବିଷୟରେ ପଢିବା ସେତେବେଳେ ମୁଁ ଆପଣଙ୍କୁ କହିବି। ଇଣ୍ଡିଆ ଚାଇନା ୱାରରେ କଣ ଯେ ଭାରତ ହାରି ଯାଇଥିଲା ସେଠି ଇଣ୍ଡିଆ କଣ ହେଇଥିଲା ଯେ ହାରି ଯାଇଥିଲା। ଆପଣ ପରୀକ୍ଷାରେ ପଚାରିବେ ଯେ ଭାରତ ଏବଂ ଚୀନ କେଉଁ ମସିହାରେ ଯୁଦ୍ଧ କରିଥିଲେ 1962 ମସିହାରେ ଯୁଦ୍ଧ ସେଠି ଭାରତ ଜିତିଥିଲା ନା ହାରିଥିଲା ଭାରତ ସେଠି କଣ ହେଇଥିଲା ଯେ ହାରି ଯାଇଥିଲା। ଏହାର ଫାଇଦା ନେଇ ଇଏ କଣ ବୁଝିଲା ଯେ ମୋର ଶତ୍ରୁ ଭାରତ ଚାଇନାର ଶତ୍ରୁ ଭାରତ ତେଣୁକରି ଆମେ କଣ ଶତ୍ରୁ ଆମେ କଣ ଯେ ଜିଗିରି ଦୋସ୍ତ ଏମାନେ ମିଶିକି କଣ କଲେ ଭାରତକୁ କଣ କଲେ ଏକୁଟିଆ କରିକି କଣ ଯୁଦ୍ଧରେ ଦି ଆଡୁ ପ୍ରତିହତ କରିବା ପାଇଁ ମିଳିକି ପାକିସ୍ତାନ କାହା ସହିତ ଶାନ୍ତି ଚୁକ୍ତି ପାକିସ୍ତାନ କାହା ସହିତ ବନ୍ଧୁତ୍ୱ ସ୍ଥାପନ କଲା ଚୀନ ସହିତ ବନ୍ଧୁତ୍ୱ ସ୍ଥାପନ କଲା। ଏହା ପୂର୍ବରୁ ହିଁ ପାକିସ୍ତାନ କଣ କରିଛି ଯେ ଆମେରିକା ସହିତ ମଧ୍ୟ ବନ୍ଧୁତ୍ୱ ସ୍ଥାପନ କରିଛି, ଯୋଉଟା କି ଆମେ ପଢିଥିଲେ କହନ୍ତି ସିଆଟୋ ପଢିଥିଲେ ନା ନାଇଁ ଆମର ପ୍ଲେ ଲିଷ୍ଟ ଅଛି ଆପଣ ଦେଖିପାରୁଥିବେ। ସିଆଟୋର ସଦସ୍ୟତା କେବେ ହେଇଥିଲା 1954ରେ କିଏ ହେଇଥିଲା ପାକିସ୍ତାନ ନିଜେ ହେଇଥିଲା। ହେଲେ ସିଆଟୋ କାହା ଦ୍ୱାରା ଗଠନ ହେଇଥିଲା ୟୁଏସଏ ଦ୍ୱାରା ଗଠନ ହେଇଥିଲା ଆମେ ପଢିଛନ୍ତି। ହେଲେ ସିଆଟୋର ସଦସ୍ୟ ହେଇଥିଲା କିଏ ପାକିସ୍ତାନ ଯେତେବେଳେ ସେ 47-48 ପ୍ରଥମ ଯୁଦ୍ଧ ଯାଇନଥିଲା କି ଏଥିରେ ସେ ହାରିଗଲୁ ସେ କଣ ଯେ ଯାଇକି ଆମେରିକାର ଯାଇକିରି କଣ ଯେ କୋଳରେ ଯାଇକି ବସି ପଡିଥିଲା।
ଆମେରିକାର କୂଳରେ ବସିକି ସେ କଣ କରିଥିଲା ସିଆଟୋରେ କଣ ସଦସ୍ୟତା ଗ୍ରହଣ କରିକିରି ଭାରତକୁ କଣ ଆଟାକ କରିବା ପାଇଁ ଚେଷ୍ଟା କରୁଥିଲା। ତାପରେ ସେ କାହାର ଯାଇକି କୂଳରେ ବସିଲା ଚାଇନାର କୂଳରେ ଯାଇକି ବସିଲା। କାହାର ଚାଇନାର କୂଳରେ ଯାଇକି ବସିଲା। ଯେ କହିଲା କଣ ଯେ ଏଥର ଆମେରିକା ସହିତ ଏଇ ମଧ୍ୟରେ ମିଶିଛି ମୁଁ ଚାଇନା ସହିତ ଏଇ ମଧ୍ୟ ମିଶିଛି ଭାରତକୁ ଏଥର ବଞ୍ଚେଇ ପାରିବ ନାହିଁ ଏପରି ଭାବରେ କହିଲା। ହେଲେ ଆମେ ଜାଣିଛନ୍ତି କଣ ଯେ ଆମ ପୁଅର କମଜୋରିଟା କୋଉଟା ଆମେ ଜାଣିଛନ୍ତି। ଆମେ କଣ କଲେ 1965 ମସିହାରେ ଯେତେବେଳେ ସେ କଣ କଲା ଯେ ଭାରତକୁ ଯୋଉ ଆଟାକ କଲାନି କି ଆଟାକ କଲେ ଆମେ କଣ କଲେ ଯେ ତାର ଆମର କଣ ଏଠି ଗୋଟେ ତାର ଲାହୋର ବୋଲି କଣ ଅଛି ଯେ ସହର ଗୋଟେ ଅଛି। କଣ ଅଛି ଲାହୋର ବୋଲି ସହର ଅଛି। ଲାହୋର ବୋଲି ସହର ଅଛି। ସେ ଲାହୋର ବନ୍ଦ ଆମେ ଆମ ଆର୍ମି ଯାଇ କଣ କଲା ଯେ କବ୍ଜା କରିକି ବସି ପଡିଲା। କୋଉଠି ଯାଇକି ବସି ପଡିଲା ଲାହୋର ବନ୍ଦ ଏଇ ଅଞ୍ଚଳ ପୁରା କାହାର ମିଶେଇ ଦେଲା ଆର୍ମି ଯାଇକି ପୁରା ହତିଆର କରିକିରି ବସିଲେ। କହିଲେ କଣ ଯେ ତୁ କନ୍ଧମାଳ ନେଇକିରି ଆମେ ଟିକେ ଆଟାକି ପାଇଁ ବୋଲି କରିଥିଲୁ ତୋର ଏଇ ଅଞ୍ଚଳକୁ ଆମେ ଛାଡିବୁ ନାହିଁ। ଯାହା ଫଳରେ ମୁଣ୍ଡ କଥା ହେଇଗଲା କାଜେ ପାକିସ୍ତାନ ଗଲା ସରିଗଲା କଥା ବାବା ଜୋରିଆ ପିଟି ପକେଇଲେ କଣ ପାଇଁ ବୋଲିକିରି ମୁଁ ଯୁଦ୍ଧ କଲି ଭାବିଥିଲି ଚୀନ ଆଇକି ମତେ ସାହାଯ୍ୟ କରିବ ଭାରତ ହାରିଯାଇଯିବ 19 ମସିହାରେ ବିଜାରିଆ ହେଇଗଲା ଚୀନ ହେଲେ ଆସିଲାନି ଧକ୍କା ଦେଇଦେଲା ଚୀନ ଆଉ କଣ କରିବା ସେଇ ସମୟ ବେଳକୁ କଣ ହେଲା ଯେ କଣ କହିଲା ଯେ ବାବା ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବୋଲି ଶାନ୍ତି ଚୁକ୍ତି କରିବା ପାଇଁ ବୋଲି ମୁଁ ଚାହୁଁଛି। ଆମେ କହିଲେ ନାଇଁ ଶାନ୍ତି କଣ ପ୍ରତିଷ୍ଠା କର ଶାନ୍ତି ନାଇଁ ତ ଲାହୋର ଆମର ଏବେ ହେଇଗଲାଣି ତୋର ଅଧାଞ୍ଚଳ ଶାନ୍ତି ଆମେ କଣ ଶାନ୍ତି ଆମେ କରିବୁ ନାହିଁ। ହେଲେ ଶାନ୍ତି କରୁନ ତାପରେ ଭାରତକୁ କଣ ଯେ ବିଭିନ୍ନ ପ୍ରକାର କଣ ଯେ ବୁଝାବୁଝି କଲା ପରେ ଭାରତ ରାଜ୍ୟରେ କଣ ଯେ ଠିକ ଅଛି ଆମେ ମଧ୍ୟସ୍ଥତା ବର୍ତ୍ତମାନ କରିବା। ହେଲେ ମଧ୍ୟସ୍ଥତା କରିବା ପାଇଁ ବୋଲି ଆସିଥିଲା ଆମର କଣ ଯେ ୟୁଏସଏସଆର ଯିଏକି ଆମର କଣ ଯେ ରଷିଆ ଆସିଥିଲା। ଆମେ କଣ ଦେଖିବା ବର୍ତ୍ତମାନ ଯେ 1965 ମସିହାରେ ଭାରତ ତାସ୍କେଣ୍ଟ ଠାରେ କଣ କରିଥିଲା ଯେ ଭାରତ ଏବଂ କଣ ଯେ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାରେ କଣ ସହଯୋଗ କରିଥିଲା କି ୟୁଏସଏସଆର। ଆମେ କଣ କରିଥିଲେ ୟୁଏସଏସଆର ମଧ୍ୟସ୍ଥତା ୟୁଏସଏସଆର ମାନେ କଣ ଯେ ସୋଭିଏତ ସଂଘର ଆମର ମଧ୍ୟସ୍ଥତାରେ କଣ ଯେ ମଧ୍ୟସ୍ଥତାରେ ଆମେ କଣ କରିଥିଲେ ଇଣ୍ଡିଆ ପାକିସ୍ତାନ ଚୁକ୍ତି ହେଇଥିଲା ଯୋଉଟା ଆମେ କଣ କରିଥିଲେ ତାସ୍କେଣ୍ଟ ବୋଲି କହୁଛେ। କଣ ପାଇଁ ନା ୟୁଏସଏସଆର ସେତେବେଳକୁ କଣ ଥିଲା ଗୋଟେ ସହର ଥିଲା ସେ ସହର ନାଁ ହେଲା କଣ ତାସ୍କେଣ୍ଟ ହେଇଥିଲା। ଯୁଦ୍ଧ ହେଇଥିଲା 1966 ତାସ୍କେଣ୍ଟ ଚୁକ୍ତି କେବେ ହେଲା 1966 ମସିହାରେ ତାସ୍କେଣ୍ଟ ଚୁକ୍ତି ଆମର ହେଇଥିଲା। ଆପଣ ପରୀକ୍ଷାରେ ପଚାରିବ ଯେ 1965 ମସିହାର ଯୁଦ୍ଧର କଣ ଯେ ସମାପ୍ତି କରିବା ପାଇଁ ବୋଲି ଭାରତ ପାକିସ୍ତାନ ମଧ୍ୟରେ ଯୋଉ ଚୁକ୍ତି ହେଇଥିଲା ସେଟା କୋଉଠି ହେଇଥିଲା ତାସ୍କେଣ୍ଟ କୋଉଠି ଅଛି ୟୁଏସଏସଆର ସେତେବେଳକୁ ଥିଲା। ମଧ୍ୟସ୍ଥତା କରାଇଥିଲା କିଏ ୟୁଏସଏସଆର କଣ କରିଥିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରାଇଥିଲା। ଆଉ 1966 ଜାନୁଆରୀ 10 କେବେ ଜାନୁଆରୀ 10 ଆମର ତାସ୍କେଣ୍ଟ ଚୁକ୍ତି ଆମର ହେଇଥିଲା। ଯେତେବେଳେ ଭାରତର ଆମର ପ୍ରଧାନମନ୍ତ୍ରୀ କିଏ ଥିଲେ ଆମର କହନ୍ତି ଲାଲ ବାହାଦୁର ଶାସ୍ତ୍ରୀ। ଦେଖନ୍ତୁ ଲାଲ ବାହାଦୁର ଶାସ୍ତ୍ରୀ ଥିଲେ ଏବଂ ସେଠି କଣ ଯେ ଚୁକ୍ତି କରି ସାରିଲା ପରେ ଲାଲ ବାହାଦୁର ଶାସ୍ତ୍ରୀ ସେଠି କଣ ହେଇଥିଲେ ଯେ ମୃତ୍ୟୁ ମଧ୍ୟ ଲାଲ ବାହାଦୁର ଶାସ୍ତ୍ରୀଙ୍କର ହୋଇଯାଇଥିଲା। ମାନେ ଆପଣ ପରୀକ୍ଷାରେ ପଚାରିବ ଯେ ଭାରତର ଏପରି ଜଣେ ପ୍ରଧାନମନ୍ତ୍ରୀଙ୍କ ନାମ କୁହ ଯିଏକି ବିଦେଶ ଗ୍ରସ୍ତ ସମୟରେ ମୃତ୍ୟୁବରଣ କରିଛନ୍ତି। ସେ ହେଲା ଆମର କିଏ ଯେ ଲାଲ ବାହାଦୁର ଶାସ୍ତ୍ରୀ। ହେଲେ ସେଇ ଚୁକ୍ତି ବେଳରେ ଆମକୁ କଣ କରିବାକୁ ପଡିଲା ଯେ ଆମେ ତ ଅଧିକାର କରିନଥିଲେ କି ଲାହୋର ପର୍ଯ୍ୟନ୍ତ ପୁରା ସୀମାଟାକୁ ସେଟାକୁ ଆମେ ଦେଖୁଛେ ପୁଣି ଥରେ ପାକିସ୍ତାନକୁ ଦେବା ପାଇଁ ବୋଲିକିରି ପଡିଲା। ଯାହାକି ଲାଲ ବାହାଦୁର ଶାସ୍ତ୍ରୀ କଣ ଯେ ଚାହୁଁନଥିଲେ ଦେବା ପାଇଁ ବୋଲିକିରି। ଲାଲ ବାହାଦୁର ଶାସ୍ତ୍ରୀ କଣ ଚାହିଁବେ କୌଣସି ଭାରତୀୟ ନାଗରିକ ମାନେ ବି ମଧ୍ୟ ଚାହୁଁନଥିଲେ। କିନ୍ତୁ କଣ ହେଲା କେଜାଣି ଲାଲ ବାହାଦୁର ଶାସ୍ତ୍ରୀ କଣ କଲେ ସେହି ହସ୍ତାକ୍ଷର କଲେ ଏବଂ ତାଙ୍କର ସନ୍ଦେହଜନକ ଭାବେ ତାଙ୍କର କଣ ହେଇଥିଲା ତାସ୍କେଣ୍ଟ ଠାରେ ମୃତ୍ୟୁବରଣ କରିଦେଇଥିଲେ ସେ। ହେଲେ ଏହା ତ ଆମର ହେଲା କଣ ଯେ ଏହା ତ ଆମର ହେଲା ଦ୍ୱିତୀୟ ଥର ପାଇଁ ଦ୍ୱିତୀୟ ଥର ପାଇଁ ବେଲି ଯୁଦ୍ଧ ହେଲା ଯୋଉଥିରେ କି ଛେଚା ଖାଇ ଆମର କଣ ହେଲା ସେ ସୁଧୀରଲାନି ମାନେ ସମ୍ପର୍କ ଆମର ତିକ୍ତତା ବଢୁଛି ନା କମୁଛି ଆପଣ କହିଲେ ନାଇଁ ଇଣ୍ଡିଆ ପାକିସ୍ତାନ ସହିତ ତିକ୍ତତା ଆମର ବଢୁଛି। ତାପରେ ଆସିଲା ଥାର୍ଡ ଟାଇମ ପାଇଁ ବେଲିକିରି 1971 ମସିହାରେ କେତେ ଟାଇମ ବେଲିକିରି ଥାର୍ଡ ଟାଇମ ପାଇଁ ବେଲିକିରି 1971 ମସିହାରେ ଆମର କଣ ଆସିଲା ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ଦେଖିବା ପାଇଁ ମିଳିଥିଲା। ଆପଣ ଏଇଟା କିଣ ପାଇଁ ଦେଖିବାକୁ ମିଳିଲା ଏଇଟା ଦେଖିବାକୁ ମିଳିଥିଲା ଆମର କଣ ଯେ ଏହି ପାକିସ୍ତାନ ରହି ଏଇଟା ଆମର କଣ ୱେଷ୍ଟ ପାକିସ୍ତାନ ସେତେବେଳେ କହୁଥିଲେ ଏଇଟାକୁ କଣ ଯେ ଇଷ୍ଟ ପାକିସ୍ତାନ ବୋଲି କହୁଥିଲେ। ଏହି ଏହା ବିଷୟରେ କଣ ଯେ 1971 ମସିହାରେ କଣ ଯେ ଯୁଦ୍ଧ ବିଷୟରେ ଆମର କଣ ଯେ ଏକାଧାରରେ ଇଏ ବି ମଧ୍ୟ ଗୋଟେ କଣ ଯେ ବଡ ଟପିକ ଅଟେ। ଏହାକୁ ମୁଁ ବର୍ତ୍ତମାନ କଣ କହୁଛି ଆପଣଙ୍କୁ ସର୍ଟକଟରେ କହୁଛି ଆଉ ଏହି 1971 ଯୁଦ୍ଧ ବିଷୟରେ ମୁଁ କଣ ଯେ ଅଲଗା ଏକ ଭିଡିଓରେ କଣ ଯେ ଆପଣଙ୍କୁ ବ୍ୟାଖ୍ୟା କରିକିରି କହିବି। ହେଲେ ଏଠି ଆପଣ ଜାଣନ୍ତୁ ବ୍ରିଫଲି ଯେ ୱେଷ୍ଟ ପାକିସ୍ତାନ ଲୋକମାନେ ଇଷ୍ଟ ପାକିସ୍ତାନର ଲୋକମାନଙ୍କୁ ମୁସଲମାନ ମାନୁ ହିଁ ନଥିଲେ। ଆପଣ କଣ ମୁସଲମାନ ମାନୁ ନଥିଲେ ମାନେ ଏ କନ୍ଧମାଳ ମାନେ କିସ ବୋଲୁଥିଲେ ଯେ ଆମେ ଆଜ୍ଞା ପକ୍କା ମୁସଲମାନ
ତମେ ବାଙ୍ଗଲା କହୁଛ, ତମେ ଭାଗବାସୀ ନୁହଁ। କଣ ପାଇଁ ନା ବାଙ୍ଗଲା ଲୋକମାନେ କଣ ଯେ ବଙ୍ଗଳାର ଲୋକମାନେ କଣ କହିବେ, ବଙ୍ଗଲା ଆଗା କହିବେ, ମାନେ ଆମେ ତୁମକୁ ଭାଗବାସୀ। କିଏ କହୁଛି ପରା, ଇଏ ଆମର ଇଷ୍ଟ ପାକିସ୍ତାନ, ମାନେ ବଙ୍ଗଳା ଭାଷା କହୁଥିଲେ। ଆଉ ୱେଷ୍ଟ ପାକିସ୍ତାନର କଣ କହୁଥିଲେ, ସେମାନେ ଉର୍ଦ୍ଦୁ କହୁଥିଲେ, ଉର୍ଦ୍ଦୁ କହୁଥିଲେ। ତେଣୁ ଏମିତି କଣ ହେଲା ଯେ ଏମାନେ ଏମାନଙ୍କୁ ପସନ୍ଦ କରୁନଥିଲେ, ଯାହାଫଳରେ ଏଠି କଣ ଯେ ଇଲେକ୍ସନ ହେଲା। କେଉଁ ମସିହାରେ, 1971 ମସିହାରେ କଣ ହେଇଥିଲା ଯେ ପାକିସ୍ତାନରେ ଇଲେକ୍ସନ ହେଇଥିଲା। କିନ୍ତୁ ସେ ଇଲେକ୍ସନ ରେ କଣ ଯେ ଏହି ପୂର୍ବ ବଙ୍ଗର ହିଁ କଣ ନେତା शेख मुजीबुर रहमान किए थे, शेख मुजीबुर रहमान, मुजीबुर रहमान रहमान जीति आइथिले। शेख मुजीबुर रहमान जने बांग्लादेशी जने बंगाला आतंती एवं से ईस्ट पाकिस्तान जने नेता आतंती। किंतु कोन जे एहा सहय करि पारलानी के पश्चिम पाकिस्तान लोक माने सहय करि पारलानी। तांगे दिटा पिला शपथ पाठ करियो बोली तांदी बंदी करि रखिदेले, बंदी करि रखिदेलु। आउ आर्मी की पठेरी एठाकार कोन जे बांग्लादेश लोक मानक ऊपर पूरा पूरी अत्याचार पूरा आने कले। ସେମାନେ ନିଜର ଆର୍ମି, ପାକିସ୍ତାନ ନିଜର ଆର୍ମି ମାନେ ହିଁ ଯାଇକି କଣ କରିଥିଲେ, ତାଙ୍କର ଏକ ନିଜ ରାଜ୍ୟ ବୋଲି କହିବା ଆମେ, ପାକିସ୍ତାନ ହିଁ ରାଜ୍ୟ ଥିଲା, ପୂର୍ବ ପାକିସ୍ତାନ ବୋଲି ରାଜ୍ୟ ତାଙ୍କର ଥିଲା। ସେ ରାଜ୍ୟର ସ୍ତ୍ରୀ ଲୋକ ମାନଙ୍କୁ, ଝିଅ ମାନଙ୍କୁ ସମସ୍ତଙ୍କୁ ରେପ୍ କରିଥିଲେ, ସମସ୍ତଙ୍କୁ ବଳାତ୍କାର କରିଥିଲେ। କୋଉମାନେ, ଏହି ପାକିସ୍ତାନର କଣ ଆର୍ମି ମାନେ। ଏ କନ୍ଧମାଳ ମାନେ ନିଜର ନାହାନ୍ତି, କେବେ ମଧ୍ୟ ଆମର ହେଇପାରିବେ ନାହିଁ। ମାନେ ଏମାନଙ୍କୁ ଯେତେ ଘୃଣା କରିବ ସେତେ କମ ଅଟେ, କୁକୁରରୁ ଆହୁରି ହୀନ ଅଟେ। କୋଉମାନେ, ଏ ପାକିସ୍ତାନର ଆର୍ମି ମାନେ। ସେମାନେ ଆସି କଣ କରିଥିଲେ, ବାଂଲାଦେଶ ନିଜ ମା ଭଉଣୀ ଉପରେ କଣ କରିଥିଲେ, ରେପ୍ କରିଥିଲେ, ବଳାତ୍କାର କରିଥିଲେ। ଯାହାଫଳରେ ଏତେ ଅସହ୍ୟ ଦେଖିକି ବାଂଲାଦେଶ ଲୋକମାନେ କେଉଁଠି ଶରଣାର୍ଥୀ ଭାବରେ ଆସିଲେ, ପାକିସ୍ତାନର ମାନେ ଆମେ କହିବା ସେ ସମୟ ପାକିସ୍ତାନର ଲୋକମାନେ ଭାରତକୁ ଶରଣାର୍ଥୀରେ ଆସିଲେ। ଆପଣ ନିଜେ ଭାବନ୍ତୁ, ଆପଣଙ୍କର ଘର ଲୋକ ଆପଣ ବାଡେଇବା ବେଲେ ଆପଣ କୋଉଠି ଯିବେ, ପଡିଶା ଘରକୁ ହିଁ ଯିବେ। କିନ୍ତୁ ଯେହେତୁ ଏଠାକାର ଲୋକମାନେ କୋଉଠି ଆସିଲେ ଯେ ଆମର ଭାରତକୁ ଆସିଲେ, ଭାରତର ସମସ୍ୟା ଦେଖିବାକୁ ମିଳିଲେ ମିଳିବନି। କଣ ପାଇଁ, ସେମାନଙ୍କୁ ରହିବା ପାଇଁ ମିଳି, ଖାଇବା ପାଇଁ ମିଳି, ସବୁ ପ୍ରକାର ଦେଖିବାକୁ ମିଳିବ। ତେଣୁକରି ଭାରତ କଣ କରିଥିଲା ଯେ ଏହି ଇଷ୍ଟ ପାକିସ୍ତାନ ଲୋକମାନଙ୍କୁ କଣ ସାହାଯ୍ୟ ଦେବା ପାଇଁ ମିଳିକି ମୁକ୍ତି ବାହିନୀ ଗଠନ କରିଥିଲା। କଣ ଗଠନ କରିଥିଲା, ମୁକ୍ତି ବାହିନୀ। ମୁକ୍ତି ବାହିନୀ ମାନେ ବାଂଲାଦେଶ, ପୂର୍ବ ବାଂଲାଦେଶକୁ କଣ କରାଯାଉ, ମୁକ୍ତ କରାଯାଉ। ମୁକ୍ତି ବାହିନୀ ଗଠନ କରିଥିଲା, ସବୁ ପ୍ରକାର ସେମାନଙ୍କୁ ଟ୍ରେନିଂ ଦେଇଥିଲା ଏବଂ ଟ୍ରେନିଂ ଦେଇ କଣ କରିଥିଲା, ଏମାନଙ୍କର ସମସ୍ୟାକୁ ଦୂରୀଭୂତ କରିବା ପାଇଁ ଚେଷ୍ଟା କରିଥିଲା। ଏଇ ସମୟରେ ଚଢି ପଡିଲା କିଏ, କନ୍ଧମାଳ। ତୁ କି ପାଇଁ ମୋ ରାଜ୍ୟରେ ଇଣ୍ଟରଫିୟର କରୁଛୁ, ଆରେ ତୋ ରାଜ୍ୟର ଲୋକମାନେ ମୋ ରାଜ୍ୟକୁ ଆସିବେ ବୋଲି ମୋ ରାଜ୍ୟରେ କଣ ହବ, ଭୁକୁମାରି ଦେଖିବାକୁ ମିଳେ ନା ମିଳିବନି। ତାପରେ ଆମେ ତ ଚାହୁଁଛୁ ଯଦି କଣ ବସୁଧୈବ କୁଟୁମ୍ବକମ୍ ଆମର ଅଟେ। ଭାରତ ଚାହୁଁଛି ବିଶ୍ୱ କଣ ଯେ ମୋର ପରିବାର ଅଟେ। ପରିବାର ଗୋଟେ ସଦସ୍ୟ ଯଦି କଣ ହଉଛି, ଯଦି କୌଣସି ଅତ୍ୟାଚାର କରୁଛନ୍ତି ତবে ଆମେ ସାହାଯ୍ୟ କରିବା ନା କରିବାନି। ଭାରତ ସେଇ ଆଧାରରେ କଣ କରିଥିଲା, ଏହାକୁ ସାହାଯ୍ୟ କରିଥିଲା। କିନ୍ତୁ ଏ କନ୍ଧମାଳ କଣ କହିଲା, ତୁ ମୋ ରାଜ୍ୟରେ ଇଣ୍ଟରଫିୟର କରୁଛୁ ବୋଲି ଆମ ଉପରେ କଣ ଚଢି ପଡିଲା, ବିନା ଦୋଷରେ ଆମ ଉପରେ କଣ ହେଲା, ଚଢି ପଡିଲା। ଯାହା ଫଳରେ କଣ ଯେ ପାକିସ୍ତାନ କଣ ହେଇଥିଲା, ଯୁଦ୍ଧ ଆମର ଦେଖିବା ପାଇଁ ମିଳିକିରି ମିଳିଥିଲା 1971 ମସିହାରେ। ଏହି 1971 ମସିହାର ଯୁଦ୍ଧରେ ଆମେ କଣ କରିଥିଲେ, ଜିତି ଯାଇଥିଲେ। ଏବଂ ଏହି 1971 ମସିହାର ଯୁଦ୍ଧକୁ ସମାପ୍ତି କରିବା ପାଇଁ ମିଳିକିରି ଆମେ କଣ ବନେଇଥିଲେ, ସିମଲା ଚୁକ୍ତି କରିଥିଲେ। 1972 ମସିହାରେ କେଉଁ ଚୁକ୍ତି ହେଇଥିଲା, ସିମଲା ସିମଲା ଚୁକ୍ତି ଆମର ହେଇଥିଲା। ଆପଣ ମାନେ ସିମଲା ଚୁକ୍ତି ମାନେ କଣ, 1971 ମସିହାର ଭାରତ ପାକିସ୍ତାନ ଯୁଦ୍ଧକୁ ସମାପ୍ତି କରିବା ପାଇଁ ବା ଯୁଦ୍ଧ ବିରତି କରିବା ପାଇଁ ଭାରତର ଉଦ୍ୟମରେ ସିମଲା ଠାରେ, ସିମଲା କଣ ଅଛି, ହିମାଚଳ ପ୍ରଦେଶର ରାଜଧାନୀ କଣ, ସିମଲା। ସିମଲା ଠାରେ କଣ କରାଯାଇଥିଲା ଯେ ଆମର ଚୁକ୍ତି କରାଯାଇଥିଲା, ଯେ ଚୁକ୍ତିକୁ ଆମେ କଣ କହୁଛନ୍ତି, ଯେ ଚୁକ୍ତିକୁ ଆମେ କଣ କହୁଛନ୍ତି, ସିମଲା ଚୁକ୍ତି ବୋଲି କହୁଛନ୍ତି। ଆପଣଙ୍କୁ ପରୀକ୍ଷାରେ ବାରମ୍ବାର ପଚାରିବ, ଗତ ଥର ମତେ ପରୀକ୍ଷାରେ ପଚାରିଥିଲା ଯେ 1971 ମସିହାର ଯୁଦ୍ଧ ବିରତି କେଉଁ ଚୁକ୍ତି ଅନୁଯାୟୀ ହେଇଥିଲା, 1972 ମସିହାର ସିମଲା ଚୁକ୍ତି। ସେତେବେଳକୁ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ, ଇନ୍ଦିରା ଗାନ୍ଧୀ, ଲୌହ ମାନବ ଇନ୍ଦିରା ଗାନ୍ଧୀ କିଏ ଥିଲେ, ଇନ୍ଦିରା ଗାନ୍ଧୀ। ଆଉ ପାକିସ୍ତାନର ସେନା ଶାସନ ଥିଲା, ସେ କନ୍ଧମାଳରେ କେବେ ମଧ୍ୟ ରାଜନୈତିକ ଶାସନ ଚାଲୁନି, ସବୁ ବର୍ଷ କଣ ଚାଲିଛି, କେବଳ ସେନା ଶାସନ ହିଁ ଚାଲୁଛି। ଦୁଇ ଜଣ ମଧ୍ୟରେ ହେଇଥିଲା। ଏଠି ଗୋଟେ ରୋମାଞ୍ଚକର ଗୋଟେ ବିଷୟ ହେଇଥିଲା ଯେ ପାକିସ୍ତାନର 90,000 ସୈନ୍ୟ ଭାରତୀୟ ଆର୍ମିର କଣ ଗୋଡ ତଳେ ପଜାଇଥିଲା, ଆତ୍ମସମର୍ପଣ କରିଥିଲେ। ବାବା ଆମେ ଟିକେ ଆଉ ବାଳ ନାହିଁ, ଆତ୍ମସମର୍ପଣ କରିଥିଲେ। ଗିନିଜ ବୁକ୍ ରେକର୍ଡ ଅଛି ଯେ ପାକିସ୍ତାନର ଆର୍ମି ମାନେ ଭାରତୀୟ ଆର୍ମି ପାଖରେ 90,000 ଆର୍ମି ଆତ୍ମସମର୍ପଣ କରିଥିଲେ। ଏଇ ଚୁକ୍ତି ବଳରେ ହିଁ ଆମେ କଣ କରିଥିଲେ, ବାଂଲାଦେଶର ପୂର୍ବ ବାଂଲାଦେଶ ନାହିଁ, ପୂର୍ବ ଯେ ପାକିସ୍ତାନ ନାହିଁ କି, ତାହାକୁ ଆମେ ବାଂଲାଦେଶର କଣ ଏକ ନୂତନ ଦେଶର ମାନ୍ୟତା ତାକୁ ଆମେ ଦେଇଥିଲେ। ମାନେ କାହାର ଉଦ୍ୟମରେ ବାଂଲାଦେଶ ସୃଷ୍ଟି ହେଇଛି, ଭାରତର ଉଦ୍ୟମରେ ହିଁ ଆମର କଣ ସୃଷ୍ଟି ହେଇଛି, ବାଂଲାଦେଶ ସୃଷ୍ଟି ହୋଇଛି। ଆଉ ଏହା ବିଷୟରେ କଣ ଆମେ ଡିଟେଲସ ଗୋଟେ କ୍ଲାସ ଆମେ କରିବା, ଏହା ଗୋଟେ ବଡ ଟପିକ ଅଟେ। ହେଲେ ଏହା ତ ଆମର ହେଲା କଣ ଯେ ଏହି ଥାର୍ଡ ୱାର ହେଲା, ଏଇ ଥାର୍ଡ ୱାରରେ ହିଁ ଯୋଉ ଯୁଦ୍ଧ ବିରତି ଆମେ କଲେନି କି, ମାନେ ଲଢେଇ ଆମେ ଦିଟା ଜାଗା କରୁଥିଲେ ନା କରୁନଥିଲେ,
লড়াই করଥିଲେ, যুদ্ধ বিরতি কলে এখানে অଛନ୍ତି পাকিস্ତାନ ଆର୍ମି, এখানে ଅଛନ୍ତି ଆମର କଣ ଯେ ଇଣ୍ଡିଆନ ଆର୍ମି। କିଏ ଅଛନ୍ତି? ଇଣ୍ଡିଆନ ଆର୍ମି। ହେଲେ ଆମେ ଯୁଦ୍ଧ ବିରତି କଲେ କେମିତି ସେମାନେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଯୁଦ୍ଧ ବିରତି କରିଥିବା ନା କରିନଥିବା? ହଁ, ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଯୁଦ୍ଧ ବିରତି କରିଥିବା। ଏହାକୁ କଣ କୁହାଗଲା ଯେ LOC ବୋଲି କୁହାଗଲା। କଣ କୁହାଗଲା? LOC। ମାନେ ଆମର LOC କଣ ଅଛି ଯେ ଏବେ ଅଞ୍ଚଳ ପଦ ଆମର କଣ ଅଛି? LOC ଅଛି, ଯାହାକୁ ଆମେ କହୁଛନ୍ତି କଣ ଯେ L ରେ କଣ ଲାଇନ ଅଫ କଣ୍ଟ୍ରୋଲ, ମାନେ ନିୟନ୍ତ୍ରଣ ରେଖା। ଆପଣ ପରୀକ୍ଷାରେ ପଚାରିବେ LOC ମାନେ କଣ? ନିୟନ୍ତ୍ରଣ ରେଖା। ନିୟନ୍ତ୍ରଣ ରେଖା କେବେ ଗଠନ କରାଯାଇଥିଲା? 1972 ରେ ହିଁ ଆମର କଣ ନିୟନ୍ତ୍ରଣ ରେଖା ଗଠନ କରାଯାଇଥିଲା। କାହା କାହା ମଧ୍ୟରେ? ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ କଣ ହେଇଥିଲା? ନିୟନ୍ତ୍ରଣ ରେଖା ଆମର ଗଠନ କରାଯାଇଥିଲା। ହେଲେ ଏଇ ସମୟ ବେଳକୁ ଆମେ ଦେଖନ୍ତି ତୃତୀୟ ଯୁଦ୍ଧ ବି ମଧ୍ୟ ଆମର ଦେଖିବା ପାଇଁ ମିଳିଲା। ତାପରେ ଆମର କଣ ହେଲା ଯେ 1969 ର କଣ ଯେ କାର୍ଗିଲ ଯୁଦ୍ଧ ବି ମଧ୍ୟରେ କଣ ଯେ ସେଇ ଜାମ୍ମୁ କାଶ୍ମୀର ସମସ୍ୟାକୁ ନେଇ ଦେଖିବା ପାଇଁ ମିଳିକିରି ମିଳିଥିଲା। 1969 ମସିହାରେ ଆମର କଣ ଦେଖିବାକୁ ମିଳିଥିଲା? କାର୍ଗିଲ ଯୁଦ୍ଧ, କାର୍ଗିଲ ୱାର। କାର୍ଗିଲ ୱାର କାହା କାହା ମଧ୍ୟରେ ହେଇଥିଲା? ସେଇ ଇଣ୍ଡିଆ ପାକିସ୍ତାନ ମଧ୍ୟରେ ହୋଇଥିଲା। ହେଲେ ଏହା ପୂର୍ବରୁ ନାଇଁ କି ଆମେ ଆମର ରାଜଧାନୀ ଆମର ଯୋଉ ନାଇଁ କି ରାଜସ୍ଥାନ ପୋଖରଣ ଠାରେ 1998 ମସିହାର ପୋଖରଣ ଠାରେ କୋଉଠି ଅଛି ପୋଖରଣ ନା? ଆପଣଙ୍କର ରାଜସ୍ଥାନ ଅଛି ଆଜ୍ଞା ପୋଖରଣ। ସେଠି ଆମେ କଣ କରିଥିଲେ ଯେ ପରମାଣୁ ବୋମା ପରୀକ୍ଷଣ କରିଥିଲେ। ପରମାଣୁ ପରୀକ୍ଷଣ ଆମେ କୋଉଠି କରିଥିଲେ? ରାଜସ୍ଥାନ ପୋଖରଣ ଠାରେ କରିଥିଲେ। ଏଉଠୁ ବିତି ଯାଇଥିଲା କି ଯେ ପାକିସ୍ତାନ ବିତି ଯାଇଥିଲା। ସେ ମଧ୍ୟରେ କଣ କରିଥିଲା? ଏଇ ସମୟରେ ଚଖା ଘାଇ ପର୍ବତରେ କଣ କରିଥିଲା? ନିଜର ପରମାଣୁ ପରୀକ୍ଷଣ କରିଥିଲା। ଦେଖନ୍ତୁ ଆପଣଙ୍କୁ ପରୀକ୍ଷାରେ ପଚାରିବ ଭାରତ ନିଜର ପରୀକ୍ଷଣ କୋଉଠି କରିଥିଲା? ପୋଖରଣ ରାଜସ୍ଥାନ। କିନ୍ତୁ ପାକିସ୍ତାନ କୋଉଠି କରିଥିଲା ଯେ ଚଖା ଘାଇଟାରେ ନିଜର କରିଥିଲା। ହେଲେ ଏଇଟା ପରମାଣୁ ପରୀକ୍ଷଣ ଦି ଜଣ ଯାକ କରିଥିଲେ। ଇଏ କରିଥିଲା ବୋଲି ସେ ମଧ୍ୟ କରିବେ ବୋଲି କରିଥିଲେ। ହେଲେ 1969 ମସିହାରେ ଆମର କଣ ଯେ କାର୍ଗିଲ ୱାର ଦେଖିବା ପାଇଁ ମିଳିଥିଲା। କାର୍ଗିଲ କୋଉଠି ଅଛି? ଆମର ଏଠି ଅଛି ଆମର କଣ କାର୍ଗିଲ, ମାନେ ଆମର କହିବା ଜାମ୍ମୁ କାଶ୍ମୀର ସମସ୍ୟା ସେତେବେଳକୁ ତ କଣ ଜାମ୍ମୁ କାଶ୍ମୀର ଏରିଆ ଥିଲା କାର୍ଗିଲ। ହେଲେ କାର୍ଗିଲ କଣ ଯେ ଆମର ଆର୍ମି ମାନେ କଣ କରନ୍ତି ଯେ ଶୀତ ଦିନେ ଅଧିକ ଥଣ୍ଡା ପଡୁଛି ବୋଲି ନିଜର କମ ସଂଖ୍ୟକ ଆର୍ମି ରଖିକି କଣ ଯେ ଭାରତର କଣ ତଳ ଅଞ୍ଚଳକୁ ପଳେଇ ଆସୁଛନ୍ତି। ହେଲେ ସେଠି କଣ ଥଣ୍ଡା ପଡିବ, ତେଣୁକରି କମ ଆର୍ମି ସେଠି ଲଗା ଯାଉଛି, ବାକି କଣ ଶୀତ ଦିନେ ପଳେଇ ଆସୁଛନ୍ତି। ଏଟା ଉଭୟ ପଟରୁ ହୋଇଥାଏ। ମାନେ ପାକିସ୍ତାନରେ ମଧ୍ୟ ଆର୍ମି ମାନେ ପଳାଉଛନ୍ତି ଏବଂ ଆମ ଆର୍ମି ମାନେ ମଧ୍ୟ କଣ ଅଛି ତଳକୁ ପଳେଇ ଆସୁଛନ୍ତି। ଏପରି ଆମେ ସମଝୋତାରେ ଆମେ କରିଥିଲେ। କିନ୍ତୁ ଏ କନ୍ଧମାଳ ମାନେ ଆମେ ପଳାଇବାର ଦେଖି ସେମାନେ ଚଢି ପାରିଲେ କୋଉଠି? କାର୍ଗିଲ ଅଞ୍ଚଳ ଚଢି ପାରିଲେ ଭାରତକୁ ଆଟାକ କରିବା ପାଇଁ। ହେଲେ କାର୍ଗିଲ ପର୍ଯ୍ୟନ୍ତ ଚଢିଗଲେ। ତାପରେ ଭାରତୀୟ ଲୋକମାନଙ୍କୁ ଜଣା ପଡିଲା ବା ଆର୍ମି ଜଣା ପଡିଲା ଯେ ଆମେ ତ କଣ ଯେ ସମ୍ମାନ ଦେଇକିରି ଆମେ ପଳେଇ ଆସିଲେ ଯେ ସେମାନେ ଆସିବେନି ବୋଲି, କିନ୍ତୁ ଏ କନ୍ଧମାଳ ମାନେ କଣ କରିଦେଇଛନ୍ତି? ପୁଣି ଥରେ ଆସି କାର୍ଗିଲରେ ବସି ପଡୁଛନ୍ତି। ତେଣୁକରି ଭାରତ ଏବଂ ପାକିସ୍ତାନ ମଧ୍ୟରେ କଣ ଥିଲା? 1969 ମସିହାରେ କାର୍ଗିଲକୁ ନେଇକି କଣ ହେଇଥିଲା? ଯୁଦ୍ଧ ଦେଖିବା ପାଇଁ ବେଲିରି, ଯୋଉଠିକି ମଧ୍ୟ ଜିତିଥିଲା କିଏ? ଭାରତ ହିଁ ଜିତିଥିଲା। କିଏ ଜିତିଥିଲା? ଭାରତ ଜିତିଥିଲା। ଏଥିରେ ଆମର ଅଧିକାଂଶ ଆର୍ମି ମାନେ କଣ ହେଇଥିଲା ଯେ ମୃତ୍ୟୁବରଣ କରିଥିଲେ। ଆପଣ କହିଲେ କଣ ପାଇଁ ମୃତ୍ୟୁବରଣ କରିଥିଲେ? କଣ ପାଇଁ ନା ପାକିସ୍ତାନ ଆର୍ମି ମାନେ ଉପରେ ଅଛନ୍ତି, ପାହାଡ ଉପରେ ଅଛନ୍ତି। ଆମ ଆର୍ମି ମାନେ କଣ ତଳ ବାଟିଆ ଯାଉଛନ୍ତି କଣ ଯେ ସେମାନଙ୍କୁ ଲଢେଇ କରିବା ପାଇଁ। ଉପରେ ଯଦି ସେମାନେ ଟେକାଡି ମଧ୍ୟ ପକେଇଲେ ଆମ ଆର୍ମି ମାନଙ୍କ ପାଖକୁ କଣ ଯେ ପୁରା ବଡ ପଥର ପଡିଲା ଭଳିଆ ସେମାନଙ୍କୁ ଲାଗିବ। ହେଲେ ବି ମଧ୍ୟ ଆମର ବାହାଦୁର ଆର୍ମି ମାନେ କଣ କରିଛନ୍ତି? ଦେଶକୁ ସୁରକ୍ଷା ଦେବାକୁ ଯାଇକି ସେମାନେ କଣ କରିଛନ୍ତି? କାର୍ଗିଲ ୱାରକୁ ଜିତିକି ଆମର କଣ ଭାରତର ଅଖଣ୍ଡତାକୁ ବଜାୟ ସେମାନେ ରଖିଛନ୍ତି। ଏଇଟା ହେଲା କାର୍ଗିଲ ଯୁଦ୍ଧ। କାର୍ଗିଲ ଯୁଦ୍ଧ ବେଳକୁ ହିଁ ଆମର କଣ ଯେ ପାକିସ୍ତାନର ଆମର ସେତେବେଳେ ଥିଲେ କଣ ଯେ ତାଙ୍କର ଥିଲେ କଣ ଯେ ନବାବ ଶରିଫ ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ। ଏବଂ ଆମର ତାଙ୍କର ଆମେରିକାର ୟୁଏସ ର କଣ ବିଲ କ୍ଲିଣ୍ଟନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ। ଏମାନେ କଣ ବିଲ କ୍ଲିଣ୍ଟନ କାହାକୁ କହିଲା? ପାକିସ୍ତାନ କହିଲା ଯେ ତୁ ତ ଆତଙ୍କବାଦୀ କାର୍ଯ୍ୟକଳାପ କଣ ଲଗାମ ଦେ, କଣ ମାନେ ଭାରତ ମାନିବି ବେନି, ଭାରତ ତୋର କଣ ଅଧା ଅଞ୍ଚଳକୁ ଉଡେଇ ଦେଇ ବୋଲି କହିଛି। ତାପରେ କହିଲା କଣ ଯେ ଆଜ୍ଞା ଆମେ କଣ କରିବୁ ନା ଜଲ୍ଦି ତୋର ଆତଙ୍କବାଦୀ ମାନଙ୍କୁ କଣ କରେ? ତଡେଇକି ଆଣେ। ମାନେ ୟୁଏସ ର କଣ ଯେ ୟୁଏସଏ ର ବିଲ କ୍ଲିଣ୍ଟନ କିଏ ଥିଲା? ବିଲ କ୍ଲିଣ୍ଟନ। ୟୁଏସ ର ବିଲ କ୍ଲିଣ୍ଟନ କହିଥିଲା ଯେ ପାକିସ୍ତାନକୁ ତୁ ତୋର ଆର୍ମିକୁ କଣ କରେ? କାର୍ଗିଲ ଅଞ୍ଚଳରୁ ହଟା ବିଲ ଯାଇକି କଣ ହେଲା ହଟେଇଲା। ଏବଂ ଭାରତୀୟ ତ କେତେ ବାଟେଇ ତ ନିଆହେଇଥିଲା। ବାଟେଇ ସେଟାକୁ ସବୁ କଣ ପ୍ରସ୍ତୁତ କରାଯାଇଥିଲା। ଯାହା ଫଳରେ କାର୍ଗିଲ ମଧ୍ୟ କଣ ହେଇଥିଲା? ଆମର କାର୍ଗିଲ ମଧ୍ୟ ହେଲେ ଆମେ କାର୍ଗିଲ ୱାର ଜିତି ଯାଇଥିଲେ। ହେଲେ ଆପଣଙ୍କୁ ପରୀକ୍ଷାରେ କଣ ପଚାରିବ ଯେ କାର୍ଗିଲ ୱାର ବେଳକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କିଏ ଥିଲେ? ନବାବ ଶରିଫ। ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାବ ଶରିଫ ଥିଲେ। ଆଉ ଇଣ୍ଡିଆର କିଏ ଥିଲେ? ଅଟଳ ବିହାରୀ
ବାଜପେୟୀ ଥିଲେ କଣ ଯେ ଭାରତର ସେ ପ୍ରଧାନମନ୍ତ୍ରୀ ଥିଲେ। ଆଉ ୟୁଏସ୍ ର ରାଷ୍ଟ୍ରପତି ଆଜ୍ଞା ଥିଲେ କଣ ବିଲ୍ କ୍ଲିଣ୍ଟନ। ମାନେ ଆମେ କହିପାରିବା ବିଲ୍ କ୍ଲିଣ୍ଟନ କଣ ଯେ ଯୋଉ କହିଲା ସେ ବୁଝେଇଲା କାହାକୁ ନବାବ ସରିଫ ବୁଝେଇଲୁ କଣ ହେଇଥିଲା ଯେ ଯୁଦ୍ଧ ଆମର କଣ ସମାପ୍ତି ଘଟିଥିଲା। ହେଲେ ଏପରି ଭାବରେ ବିଭିନ୍ନ ସମସ୍ୟା ଧରି ଆମର କଣ ହେଇଛି ପାକିସ୍ତାନ ସବୁବେଳେ ଆମେ ତିଆରି କଣ ଆଟାକ କରିକିରି ଯାଉଛୁ। ହେଲେ ଆମେ ଆମ ସମ୍ପର୍କକୁ କଣ ଯେ ଭଲ କରିବା ପାଇଁ ମିଳିଲି ଦୁଇ ଦେଶ ମଧ୍ୟରେ ଆମେ କଣ ଯେ ସେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କଣ ଯେ ଦିଲ୍ଲୀ ଠାରୁ ଲାହୋର ପର୍ଯ୍ୟନ୍ତ କଣ କରାଯାଇଥିଲା ବସ୍ ସେବା ଆରମ୍ଭ କରାଯାଇଥିଲା। କେବେ 1999 ମସିହାରେ କଣ କରାଯାଇଥିଲା ଯେ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ କଣ ବସ୍ ସେବା ଆରମ୍ଭ କରାଯାଇଥିଲା। ଆପଣଙ୍କୁ ପରୀକ୍ଷାରେ ପଚାରିବ ବସ୍ ସେବା କୋଉଠୁ ଆରମ୍ଭ କରାଯାଇଥିଲା? ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ କରାଯାଇଥିଲା। ଆଉ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ କରିବା ପାଇଁ ମିଳି କ୍ରିକେଟ ଏଇ ମଧ୍ୟରେ ଖେଳା ଯାଉଛି, ବିଭିନ୍ନ ପ୍ରକାର ରୋମାଞ୍ଚକର ଖେଳ ଏଇ ମଧ୍ୟରେ ଖେଳା ଯାଉଛି। ସମ୍ପର୍କ କଣ ଯେ ସୁଧାରିବା ପାଇଁ ମିଳି, କିନ୍ତୁ ଏ କନ୍ଧମାଳ କେବେ ମଧ୍ୟରେ ସୁଧରିବ ନାହିଁ। ଏ ସବୁ ସମୟରେ କଣ କରୁଛି ଯେ ଭାରତରେ ଅଶାନ୍ତି କଣ ଯେ ସୃଷ୍ଟି କରିବା ପାଇଁ ମିଳି ସେ କଣ ବର୍ତ୍ତମାନ ତାକୁ ଡାଇରେକ୍ଟ ସୈନ୍ୟ ମାନଙ୍କୁ ପଠଉନି, ଆତଙ୍କବାଦୀ ମାନଙ୍କୁ ପଠଉଛି। କାହା ପଠଉଛି? ଆତଙ୍କକୁ ପଠଉଛି। ଆତଙ୍କବାଦୀ ମାନଙ୍କୁ ପଠେଇ କଣ କରୁଛି ଭାରତର ଅଶାନ୍ତିକୁ ଭଙ୍ଗ କରିବା ପାଇଁ ମିଳି ଚେଷ୍ଟା କରୁଛି। ଏପରି ଭାବରେ ହିଁ ଆମର କଣ ଯେ 2002 ମସିହାରେ, 2008 ମସିହାରେ, 2016 ମସିହାରେ, 2019 ମସିହାରେ ଏଇ ସବୁ ମସିହାରେ ଆମର କଣ କରୁଛି ଭାରତକୁ କଣ ଯେ ଆତଙ୍କବାଦୀ ପ୍ରେରଣ କରି ଏଠି କଣ କରୁଛି ଅଶାନ୍ତିକୁ ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି। ଯାହାକି ଆପଣ ଜାଣିଥିବେ ଯେ 2016 ମସିହାରେ ଉରି ଆଟାକ କରିକି ଆମର ଯବାନ ମାନଙ୍କୁ ମାରି ଦେଇଥିଲା ସେ, ଏବଂ 2019 ମସିହାରେ ଆମର କଣ ଯେ ଛୁଟିରୁ ଫେରନ୍ତା ଆସୁଥିବା ସିଆରପିଏଫ ଯବାନ ମାନଙ୍କୁ ମଧ୍ୟ କଣ ବମ ରେ ଉଡେଇ ଦେଇଥିଲା। ଯାହାକୁ ପ୍ରତିହତ କରିବା ପାଇଁ ଆମେ ସର୍ଜିକାଲ ଷ୍ଟ୍ରାଇକ ମଧ୍ୟ କରିଥିଲେ ଏବଂ ଆମେ କଣ କରିଥିଲେ ଆମର ଏୟାର ଷ୍ଟ୍ରାଇକ ବାଲାକୋଟ ଏୟାର ଷ୍ଟ୍ରାଇକ ମଧ୍ୟ ଆମେ କରିଥିଲୁ। ହେଲେ ଆପଣ ବୁଝିପାରୁଥିବେ କଣ ଯେ ଭାରତ ଏବଂ ପାକିସ୍ତାନର ଯୁଦ୍ଧ କେଉଁ କେଉଁ ମସିହାରେ କିପରି ଭାବରେ ସଂଗଠିତ ହେଇଥିଲା, ତାର କାରଣ କଣ ଥିଲା, ଆଉ ଜିତିଥିଲା କିଏ, ଆଉ ଭାରତ ଏବଂ ପାକିସ୍ତାନର ସମ୍ପର୍କ କିଭଳି ଭାବରେ ଅଛି। ଆପଣ ଓଭରଅଲ ଦେଖିଲେ ଆପଣ କଣ କହିବେ ଯେ ଭାରତ ଏବଂ ପାକିସ୍ତାନର ସମ୍ପର୍କ କଣ ଯେ ଭଲ ନୁହଁ। ଆମେ ତାଙ୍କ ସହିତ କୌଣସି ପ୍ରକାର ବାଣିଜ୍ୟ ବେପାର ହିଁ କରୁ ନାହିଁ। ସବୁବେଳେ ସେ ଆମ ଦିକେ ନିନ୍ଦା କରିବା ପାଇଁ ଚେଷ୍ଟା କରିଥାଏ, ଆମେ କିନ୍ତୁ ତାକୁ କଣ ଯେ ସୁଧାରିବା ପାଇଁ ମିଳି ସବୁବେଳେ କଣ ପ୍ରୟାସ କରାଉଛନ୍ତି, କିନ୍ତୁ ସେ ମାନି ବି ବୋଲୁନାହିଁ। ଆଶା କରୁଛି ଆପଣ କଣ ଯେ ଏଇ ବିଷୟରେ ଆପଣ ବୁଝିପାରୁଥିବେ। ଏହାକୁ ଆପଣ କଣ କରନ୍ତୁ ଯେ ଏହାକୁ ଲେଖିବା ପାଇଁ ବେଲି ଚେଷ୍ଟା କରନ୍ତୁ। ଆଉ ନେକ୍ସଟ ଭିଡିଓରେ ଆମେ ଦେଖିବା କଣ ଯେ ଆଉ ଗୋଟେ ପଡୋଶୀ ରାଷ୍ଟ୍ର ସହିତ ଭାରତର କିଭଳି ଭାବରେ ସମ୍ପର୍କ ଅଛି। ଆଜି ପାଇଁ ଏତିକି। ଜୟ ହିନ୍ଦ।